ଆଜି ଆଦ୍ୟା ତାର ଏଠି ବସି ସ୍ନେକ୍ ଖାଇ ଫିଲ୍ମ ଦେଖୁଛି। ଫିଲ୍ମରେ ହିରୋର ଫାଇଟ୍ ଦେଖି ଆଦ୍ୟା କହିଲା, ୱାଓ ଭାଇ ୱାହ, କଣ ମାଇଲୁ ମ? କିଛି ସମୟ ପରେ ଆୟାନ ଆସି କହିଲା, ମାମା ଆଜି ଆଦ୍ୟା ଅଂଶ ଓ ମଲ୍ଲିକା ଠାରୁ ପ୍ରତିଶୋଧ ନେବା ପାଇଁ ନିଜକୁ ପ୍ରତିଶ୍ରୁତି ଦେବ। ଅନି ଆନ୍ୟା ଫଟୋକୁ ଧରି କାନ୍ଦୁଥିବେ ଆଉ କହିବେ, ମାମା ତୁମେ କାହିଁକି ଆମକୁ ଏକା କରି ଚାଲିଗଲ ମାମା? ତାପରେ ଆଦ୍ୟା ପିଲାମାନଙ୍କ ପାଖରେ ବସି କାନ୍ଦୁଥିବ ଆଉ କହିବ, ମୁଁ ଭଗବାନଙ୍କ ସହିତ ଲଢ଼େଇ କରି ମୁଁ ତମମାନଙ୍କ ପାଖକୁ ଫେରି ଆସିବି ବାପା। ମୁଁ ତୁମମାନଙ୍କୁ ଛାଡ଼ି କୁଆଡ଼େ ବି ଯିବିନି। ତାପରେ ଆନ୍ୟା କହିବ, ମାମା ଆମକୁ ସେ ଟକ୍ସିସ୍ ମାନଙ୍କ ବହୁତ ଡର ଲାଗୁଛି। ମାମା ତୁମେ ଥିଲ ବୋଲି ଆମେ ତାଙ୍କୁ ଖାତିର କରୁନଥିଲୁ, କିନ୍ତୁ ଏବେ ସେ ଆମକୁ ବହୁତ ଗାଳି କରୁଛନ୍ତି। ତାଙ୍କ ରାଗରୁ କିଏ ଆମକୁ ବଞ୍ଚାଇବ ମାମା? ତାପରେ ଆଦ୍ୟା ରାଗିଯିବ ଆଉ କହିବ, ମଲ୍ଲିକା ଓ ଅଂଶ, ମୁଁ ବହୁତ ଭଲ ଭାବରେ ଜାଣିସାରିଛି ଏ ହେଉଛି ତୁମ ଦୁଇ ଜଣଙ୍କର ଷଡ଼ଯନ୍ତ୍ର। ଅଂଶ, କେବଳ ତୁମରି ଯୋଗୁଁ ଆଜି ମୁଁ ମୋ ଦୁଇ ପିଲାଙ୍କ ଠାରୁ ଅଲଗା ହେଇଛି। ଆଜି ଏ ନିରୀହ ପିଲା ଦୁଇଟାଙ୍କର ଯାହାବି ଅବସ୍ଥା ହେଉଛି କେବଳ ସେଥିପାଇଁ ତୁମେ ହିଁ ଦାୟୀ। ମୁଁ ତମ ଦୁଇ ଜଣଙ୍କୁ କେବେ ବି ଛାଡ଼ିବିନି। ଅଂଶ, କେବେ ବି ଛାଡ଼ିବିନି। ଦର୍ଶକ ବନ୍ଧୁ, ଯଦି ଆପଣମାନେ ସିନ୍ଦୁର ଖେଳର ଫୁଲ୍ ଏପିସୋଡ଼ ଦେଖିନାହାନ୍ତି ତ ଯାଇ ଫୁଲ୍ ଏପିସୋଡ଼ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ ଘଣ୍ଟିକୁ ଅଲ୍ରେ ପ୍ରେସ୍ କରିଦିଅନ୍ତୁ। ଯଦି ଆପଣମାନେ ବି ଜଗତର ନାଥ ଜଗନ୍ନାଥଙ୍କୁ ଭଲ ପାଆନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ରହିଲି, ଜୟ ଜଗନ୍ନାଥ।